ସାଙ୍ଗମାନେ କେବେ ଆପଣ ନୋଟିସ୍ କରୁଛନ୍ତି କି ଯେଉଁ ବ୍ୟକ୍ତି ହୃଦୟରୁ ସଫା ହେଇଥାଏ, ଯିଏ କେବେ ବି କାହାର ଖରାପ ଚିନ୍ତା କରେନି, ଯିଏ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରେ, ସାଧାରଣତଃ ଦେଖାଯାଏ କି ସବୁଠୁ ଅଧିକ ଦୁଃଖ ବି ସେଇ ବ୍ୟକ୍ତି ଭୋଗିଥାଏ। ଆଉ ସେବେ ମନ ଭିତରେ ଗୋଟିଏ ପ୍ରଶ୍ନ ଉଠେ କି ଭଗବାନ ଭଲ ଲୋକକୁ ହିଁ କାହିଁକି ଦୁଃଖ ଦିଅନ୍ତି? ଯେବେ ଜୀବନ ବାରମ୍ବାର ଦୁଃଖ କଷ୍ଟ ଦେଇ ଚାଲେ, ସେବେ ଲାଗେ ଯେମିତି ଭଗବାନ ଆମ ଉପରେ ରାଗିଛନ୍ତି, ଆମ ଉପରେ ରୁଷିଛନ୍ତି। କିନ୍ତୁ ସତ କିଛି ଅଲଗା ହେଇଥାଏ ସାଙ୍ଗମାନେ। ଭଗବାନ ଦୁଃଖ ସଜା ଦେବା ପାଇଁ ଦିଅନ୍ତିନି, ବରଂ ମଣିଷକୁ ରେଡ଼ି କରିବା ପାଇଁ ଦିଅନ୍ତି। ସାଙ୍ଗମାନେ ଭାବନ୍ତୁ, ସ୍କୁଲରେ କେଉଁ ଏକ୍ଜାମ ଆମର ସବୁଠୁ ଅଧିକ ମନେ ରୁହେ? ଇଜି ବାଲା ଏକ୍ଜାମ ନା ହାର୍ଡ ବାଲା ଏକ୍ଜାମ? ହାର୍ଡ ବାଲା ଏକ୍ଜାମ ହିଁ ସର୍ବଦା ମନେ ରହିଥାଏ, କାରଣ ତାହା ହିଁ ଆମକୁ ଷ୍ଟ୍ରଙ୍ଗ ବନେଇଥାଏ ନା। ସାଙ୍ଗମାନେ, ଲାଇଫ୍ ବି ଗୋଟିଏ ସ୍କୁଲ ପରି ହେଇଥାଏ। ଯେଉଁ ମଣିଷ ଭିତରେ କିଛି ବଡ଼ କରିବାର କାପାସିଟି ଥାଏ, ତାକୁ ଜୀବନ କଠିନ ପରିସ୍ଥିତି ଦେଇ ଗତି କରାଏ। ସାଙ୍ଗମାନେ, ଲୁହାକୁ ବି ଖଣ୍ଡାରେ ପରିଣତ ହେବା ପାଇଁ ନିଆଁ ଆଉ ହାତୁଡ଼ିର ପ୍ରହାରକୁ ସହିବା ପାଇଁ ପଡ଼ିଥାଏ। ଯଦି ଆପଣ ଦୁଃଖ ସମୟ ଦେଇ ଗତି କରୁଛନ୍ତି, ତ ହେଇପାରେ କି ଭଗବାନ ଆପଣଙ୍କୁ ଅର୍ଡ଼ିନାରୀ ନୁହେଁ, ଏକ୍ସଟ୍ରା ଅର୍ଡ଼ିନାରୀ ବନାଉଛନ୍ତି। ସାଙ୍ଗମାନେ, ଭଲ ଲୋକ ନା ଦିଲରୁ ସଫ୍ଟ ହେଇଥାନ୍ତି। ସେମାନେ ଅନ୍ୟର ଯନ୍ତ୍ରଣାକୁ ବି ଫିଲ୍ କରନ୍ତି। ଏହି କାରଣ ପାଇଁ ସେମାନଙ୍କୁ ଛୋଟ କଥା ବି ଗଭୀର ଦୁଃଖ ଦେଇଥାଏ। କିନ୍ତୁ ଏହି ସେନ୍ସିଟିଭିଟି ତାଙ୍କର ସବୁଠୁ ବଡ଼ ଷ୍ଟ୍ରେଙ୍ଗଥ୍ ବନିଯାଏ। ଯେଉଁ ମଣିଷ ନିଜେ ଅନ୍ଧାର ଦେଖିଥାଏ, ସେହି ମଣିଷ ଅନ୍ୟମାନଙ୍କ ପାଇଁ ଆଲୋକ ବନିପାରେ। ଭଗବାନ ତାଙ୍କୁ ଭାଙ୍ଗୁ ନଥାନ୍ତି, ବରଂ ତାଙ୍କୁ ଦୁନିଆଦାରୀ ଶିଖାଉଥାନ୍ତି। ସାଙ୍ଗମାନେ, ହୀରା ଆଉ ଗୋଟିଏ ନର୍ମାଲ ପଥର, ଏ ଦୁଇଟା ଯାକ ମାଟିରୁ ହିଁ ବାହାରିଥାନ୍ତି। କିନ୍ତୁ ହୀରା ପ୍ରେସର ଦେଇ ଗତି କରିଥାଏ, ସେଥିପାଇଁ ତ ହୀରା ହୀରା ହେଇଥାଏ। ସାଙ୍ଗମାନେ, ଲାଇଫ୍ର ପ୍ରେସର ହିଁ ମଣିଷର ପ୍ରକୃତ ଭ୍ୟାଲୁ ବନେଇଥାଏ। ଆଜି ଯେଉଁ ଦୁଃଖ କଷ୍ଟ ଆପଣଙ୍କୁ କନ୍ଦଉଛି, କାଲି ସେଇ ଦୁଃଖ କଷ୍ଟ ଆପଣଙ୍କର ସବୁଠୁ ବଡ଼ ଷ୍ଟ୍ରେଙ୍ଗଥ୍ ହେଇପାରିବ। ପ୍ରତ୍ୟେକ ଷ୍ଟ୍ରଗଲ୍ ମଣିଷର କ୍ୟାରେକ୍ଟରକୁ ପଲିସ୍ କରିଥାଏ। ସାଙ୍ଗମାନେ, ବେଳେବେଳେ ଆମେ ଭାବୁ କି ମୁଁ ତ କାହାର କିଛି ଖରାପ କରିନି, କାହାର ଅନିଷ୍ଟ ଚିନ୍ତା କରିନି, କାହାର କ୍ଷତି କରିନି, ତାପରେ ବି ମୋରି ସହିତ ହିଁ କାହିଁକି ଖରାପ ହେଉଛି? କିନ୍ତୁ ଭଗବାନଙ୍କର ଟାଇମିଂ ଅଲଗା ହେଇଥାଏ ସାଙ୍ଗମାନେ। ଯେବେ ଗୋଟେ ପିଲା ଇଞ୍ଜେକ୍ସନ୍ ନେବା ପାଇଁ କାନ୍ଦେ, ତ ଡକ୍ଟର ତାର ଶତ୍ରୁ ହେଇନଥାନ୍ତି। ଡକ୍ଟର ତାକୁ ଫ୍ୟୁଚରର ବଡ଼ ବଡ଼ ରୋଗ ଠାରୁ ବଞ୍ଚେଇଥାନ୍ତି। ହୁଏତ ଆଜିର ଦୁଃଖ ବି ଆପଣଙ୍କୁ ଭବିଷ୍ୟତର କୌଣସି ବଡ଼ ଦୁଃଖ ଠାରୁ ବଞ୍ଚେଇବା ଲାଗି ଆସିଥାଇପାରେ। ସାଙ୍ଗମାନେ, ସତ ଏହା ବି ହେଇଥାଏ କି ମଣିଷ ଭଗବାନଙ୍କୁ ସବୁଠୁ ଅଧିକ ସେତେବେଳେ ମନେ ପକାଏ ଯେତେବେଳେ ଜୀବନ ବହୁତ ଅଧିକ ଦୁଃଖଦାୟକ ହେଇଥାଏ। ଦୁଃଖ ଇଗୋକୁ ଭାଙ୍ଗିଦିଏ ଆଉ ମଣିଷକୁ ଭିତରୁ ସ୍ପିରିଚୁଆଲ ବନେଇଦିଏ। ବେଳେବେଳେ ପ୍ରୋବ୍ଲେମ୍ ପନିଶମେଣ୍ଟ ହେଇନଥାଏ, ବରଂ ଭଗବାନଙ୍କର ସିଗ୍ନାଲ ହେଇଥାଏ। ପ୍ରତ୍ୟେକ ଫିଲ୍ମର ହିରୋ ଇଣ୍ଟରଭାଲ ପର୍ଯ୍ୟନ୍ତ ଷ୍ଟ୍ରଗଲ୍ କରିଥାଏ। ଯଦି ସିଏ ମଝିରେ ହିଁ ହାର ମାନିନିଏ, ତ ଏଣ୍ଡିଂ କେବେ ବି ବିୟୁଟିଫୁଲ୍ ହେଇପାରିବ ନାହିଁ। ତେଣୁ ସାଙ୍ଗମାନେ, ହେଇପାରେ ଆପଣଙ୍କ ଲାଇଫ୍ର ବେଷ୍ଟ ପାର୍ଟ ଏବେ ହୁଏତ ଲେଖାଯାଉଥିବ। ମନେ ରଖନ୍ତୁ, ଭଗବାନ ୱିକ୍ ଲୋକକୁ କେବେ ବି ଟେଷ୍ଟ କରନ୍ତିନି। ଭଗବାନ ସେଇମାନଙ୍କୁ ଚୁଜ୍ କରନ୍ତି ଯେଉଁମାନଙ୍କ ଭିତରେ କିଛି ଖାସ୍ ଥାଏ। ଯଦି ଆପଣ ଦୁଃଖ ଅନୁଭବ କରୁଛନ୍ତି, ତ ଏହାର ମାନେ ହେଉଛି ଭଗବାନ ଆପଣଙ୍କୁ ଇଗ୍ନୋର କରୁନାହାନ୍ତି, ବରଂ ଆପଣଙ୍କୁ ଆକାର ଦେଉଛନ୍ତି। ଏଥିପାଇଁ ଯେବେ ବି ଦୁଃଖ ଆସିବ, ସେବେ ଏହା ପଚାରିବେନି କି ହ୍ୱାଇ ମି, ମୁଁ କାହିଁକି? ବାସ୍ ଏତିକି କହିବେ କି ଭଗବାନ, ଯଦି ଏହା ମୋର ଟ୍ରେନିଂ, ତ ମୁଁ ରେଡ଼ି ଅଛି। କାରଣ ଗୋଟିଏ ଦିନ ଏଇ ଦୁଃଖ ଆପଣଙ୍କର ସବୁଠୁ ବଡ଼ ଶକ୍ତି ବନିବ। ଆଉ ଏ ଲୋକମାନେ ଆପଣଙ୍କ କାହାଣୀ ଶୁଣି କହିବେ କି ଏଇ ମଣିଷର ଦୁଃଖ ୟାକୁ ଭାଙ୍ଗି ଦେଇନି, ବରଂ ଭିତରୁ ଷ୍ଟ୍ରଙ୍ଗ ବନେଇ ଦେଇଛି। ସାଙ୍ଗମାନେ, ଭିଡ଼ିଓର ଶେଷରେ ବାସ୍ ଏତିକି କଥା କହିବା ପାଇଁ ଚାହିଁବି କି ଦୁଃଖଟା ପରମାନେଣ୍ଟ ହେଇନଥାଏ, ବରଂ ଦୁଃଖ ଦ୍ୱାରା ତିଆରି ହେଉଥିବା ମଣିଷଟି ପରମାନେଣ୍ଟ ଷ୍ଟ୍ରଙ୍ଗ ହେଇଯାଏ। ଯଦି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଆଉ ଆମ ଫ୍ୟାମିଲି ମେମ୍ବର ସହିତ ଯୋଡ଼ି ହେବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ହିଁ ଯାଆନ୍ତୁ।